ସାମସଙ୍ଗୀତ ପୁସ୍ତକ ଅଧ୍ୟାୟ 74। ସାମୂହିକ ବିଳାପ ଗୀତି। ହେ ଈଶ୍ୱର, କରିଅଛ ତୁମେ କାହିଁକି ଚିରକାଳ ପାଇଁ ଆମକୁ ପରିତ୍ୟାଗ? କାହିଁକି ପ୍ରଜ୍ୱଳିତ ତୁମ ଚାରଣ ଭୂମିର ମେଷପଲ ବିରୁଦ୍ଧେ କ୍ରୋଧାଗ୍ନି ତୁମର? କରୁଅଛ ତୁମେ ଯେଉଁମାନଙ୍କୁ ପ୍ରାଚୀନ କାଳରୁ ନିଜସ୍ୱ କରି ଉଦ୍ଧାର କରିଅଛ, ଯେଉଁମାନଙ୍କୁ ତୁମ ଉତ୍ତରାଧିକାରାଂଶ କର, ସେହି ତୁମ ସ୍ୱଜନ ମଣ୍ଡଳୀକୁ ସ୍ମରଣ ହୁଏ ତୁମ ଦ୍ୱାରା ଅଧ୍ୟୁଷିତ ସିୟନ ପର୍ବତ ଅନୁସ୍ମରଣ। କର ପଦକ୍ଷେପ ତୁମର ଚିରନ୍ତନ ଧ୍ୱଂସାବଶେଷ ଆଡ଼କୁ ଘୂରିତ କରିଅଛି ଶତ୍ରୁ ପବିତ୍ରାଳୟର ସମସ୍ତ ବିନାଶଗ୍ରସ୍ତ। କରିଅଛନ୍ତି ତୁମ ପବିତ୍ର ସ୍ଥାନେ ତୁମ ବିରୋଧୀଗଣ ସର୍ଜନ କରିଅଛନ୍ତି ସେମାନେ ସେଠାରେ ସେମାନଙ୍କ ପତାକାକୁ ସଂକେତ ରୂପେ ଉତ୍ତୋଳନ କରିଛନ୍ତି। ସେମାନେ ଉପର ଦ୍ୱାରସ୍ଥ ଜାଫ୍ରିକୁ କୁରାଢ଼ୀ ଦ୍ୱାରା ଖଣ୍ଡ ବିଖଣ୍ଡ କରିଛନ୍ତି। ସେମାନେ ତାହାର ସମସ୍ତ ଖୋଦିତ କାଷ୍ଠକୁ ଟାଙ୍ଗିଆ ତଥା ହାତୁଡ଼ିରେ ବିଧ୍ୱସ୍ତ କରିଛନ୍ତି। ସେମାନେ ତୁମ ପବିତ୍ର ଆଳୟକୁ ଅଗ୍ନିରେ ଦଗ୍ଧ, ତୁମ ନାମର ବସତି ସ୍ଥାନକୁ ଧୂଳିସାତ କରିଛନ୍ତି। ସେମାନେ ତାହା ଅପବିତ୍ର କହିଲେ ସେମାନେ ଆତ୍ମବତ କରିବା, ଆମେ ସେମାନଙ୍କୁ ସମ୍ପୂର୍ଣ୍ଣ ବଶୀଭୂତ କରିଛନ୍ତି। ସେମାନେ ଦେଶର ସମସ୍ତ ଆରାଧନାସ୍ଥଳୀକୁ ଦଗ୍ଧ ହେଉନାହୁଁ, ଆମେ କୌଣସି ଦର୍ଶନ ପ୍ରାପ୍ତ କରନ୍ତି ନାହିଁ, କେହି ପ୍ରବକ୍ତା ହୋଇ ଜୀବିତ। ଏହା ଯେ କେତେ କାଳ ଧରି ହୋଇ ରହିବ ବ୍ୟାପ୍ତ, ଏପରି କେହି ନାହିଁ ଯାହାକୁ ଏହା ଅବଗତ। ହେ ଈଶ୍ୱର, କରିବ କେବେ କାଳ ବ୍ୟାପୀ ଶତ୍ରୁ ତୁମକୁ ଅବମାନନା? କରିବ କ'ଣ ଚିରକାଳ ଧରି ଶତ୍ରୁ ତୁମ ନାମର ନିନ୍ଦା? କରିଅଛ କାହିଁକି ତୁମ ହସ୍ତକୁ ପ୍ରତ୍ୟାହୃତ? ରଖୁଅଛ କାହିଁକି ବକ୍ଷ ଦେଶ ଦକ୍ଷିଣ ହସ୍ତ ତୁମର କରି ସଂକୁଚିତ? ତଥାପି ଅଟନ୍ତି ଈଶ୍ୱର ଅନାଦି କାଳରୁ ରାଜା ମମ, କରନ୍ତି ସେ ସାଧନ ପୃଥିବୀରେ ପରିତ୍ରାଣ। କରିଅଛ ତୁମେ ସମୁଦ୍ରକୁ ତୁମ ଶକ୍ତିରେ ବିଭାଜନ, କରିଅଛ ତୁମେ ଜଳରାଶିର କୁମ୍ଭୀର ମସ୍ତକ ଦ୍ୱିଖଣ୍ଡ। କରିଅଛ ତୁମେ ଲେବିଆଥାନର ମସ୍ତକ ସବୁକୁ ବିଧ୍ୱସ୍ତ, କଲ ତୁମେ ତାକୁ ମରୁପ୍ରାନ୍ତରର ଜନ୍ତୁ ସମୂହକୁ ଆହାର ରୂପେ ପ୍ରଦାନ। କଲ ତୁମେ ନିର୍ଝର ତଥା ଜଳସ୍ରୋତ ସକଳ ଉନ୍ମୁକ୍ତ, ଚିରପ୍ରବାହିତ ନଦୀଗୁଡ଼ିକୁ କଲ ତୁମେ ଶୁଷ୍କ। ଅଟେ ଦିବସ ତଥା ରାତ୍ରି ତୁମ ଅଧୀନସ୍ଥ, ଜ୍ୟୋତିଷ୍କ ତଥା ସୂର୍ଯ୍ୟ ତୁମ ଦ୍ୱାରା ସ୍ଥାପିତ। କଲ ତୁମେ ପୃଥିବୀର ସୀମା ସରହଦ ନିରୂପଣ, କଲ ତୁମେ ଗ୍ରୀଷ୍ମ ତଥା ଶୀତକାଳ ସୃଜନ। କରେ ଶତ୍ରୁ କେଉଁଭଳି ଉପହାସ କରନ୍ତି, କିପରି ନିନ୍ଦା ଅଧର୍ମୀମାନେ ନାମ ତୁମର। ହୁଅ ହେ ପ୍ରଭୁ ଏ ସମସ୍ତ ଅନୁସ୍ମୃତ। କର ନାହିଁ ତୁମ କପୋତର ଜୀବନକୁ ବନ୍ୟ ପଶୁମାନଙ୍କ କବଳରେ ସମର୍ପଣ। ହୁଅ ନାହିଁ ବିସ୍ମୃତ ଚିରକାଳ ବ୍ୟାପୀ ତୁମ ନିର୍ଦ୍ଧନମାନଙ୍କ ଜୀବନ। ଦିଅ ଦୃଷ୍ଟି ତୁମ ବ୍ୟବସ୍ଥା ବିଧାନ ପ୍ରତି, ହୋଇଛି ପୃଥିବୀର ତମସାବୃତ ସ୍ଥାନ ସବୁ ହିଂସା ଭରା ବସତି। ନ ହୁଅନ୍ତୁ ଅପମାନିତ ଅତ୍ୟାଚାରିତ ବ୍ୟକ୍ତିଗଣ, କରନ୍ତି ନିର୍ଦ୍ଧନ ତଥା ଦିନହୀନ ବ୍ୟକ୍ତିଗଣ ତୁମ ନାମର ସ୍ତୁତି ଗାନ। ଉଠ ହେ ଈଶ୍ୱର, କର ତୁମ ପକ୍ଷ ସମର୍ଥନ, କରନ୍ତି ଦିନସାରା ଦୁଷ୍ଟଗଣ ତୁମକୁ ଉପହାସ, କର ଏହା ସ୍ମରଣ। ହୁଅ ନାହିଁ ବିସ୍ମୃତ ତୁମ ଶତ୍ରୁମାନଙ୍କ ଚିତ୍କାର, ଉଠି କରନ୍ତି ବିରୋଧୀମାନେ ଯେଉଁ ଅଟ୍ଟହାସ
ନିରନ୍ତର ହୁଅ ନାହିଁ ତାହା ବିସ୍ମୃତ। ଅଧ୍ୟାୟ 75। କୃତଜ୍ଞତା ସ୍ତୋତ୍ର। ହେ ଈଶ୍ୱର, କରୁ ଆମେ ତୁମ ପ୍ରତି କୃତଜ୍ଞତା ଅର୍ପଣ, କରୁ ଆମେ କୃତଜ୍ଞତା ଅର୍ପଣ। ତବ ନାମ ଡାକି କରୁ ଆମେ ନିବେଦନ, କରୁ ଆମେ ତୁମ ଦ୍ୱାରା ସମ୍ପାଦିତ ଅଦ୍ଭୁତ କର୍ମାବଳୀ ବିଜ୍ଞାପନ। ହେବ ଯେବେ ମୋ ଦ୍ୱାରା ନିରୂପିତ ସମୟ ଉପଗତ, ହେବ ତେବେ ନ୍ୟାୟ ବିଚାର ସାଧିତ। ହୁଅନ୍ତି ଯେବେ ପୃଥିବୀ ତଥା ତାହାର ଅଧିବାସୀ ଗଣ ଟଳମଳ, ତେବେ କରନ୍ତି ଯିଏ ସ୍ତମ୍ଭ ସବୁକୁ ସୁଦୃଢ଼େ ସ୍ଥାପନ, ସେ ଅଟେ ମୁଁ। କହେ ମୁଁ ଅହଙ୍କାରୀମାନଙ୍କୁ ହୁଅ ନାହିଁ ଉଦ୍ଧତ, କହେ ମୁଁ ଦୁଷ୍ଟମାନଙ୍କୁ କର ନାହିଁ ତୁମ ସିଂହ ଉତ୍ତୋଳନ। କର ନାହିଁ ଊର୍ଦ୍ଧ୍ୱକୁ ସିଂହ ତୁମ ଉତ୍ତୋଳନ, କର ନାହିଁ ଅହଙ୍କାର ପୂର୍ଣ୍ଣ କଣ୍ଠରେ କଥନ। କାରଣ ପୂର୍ବ କିମ୍ବା ପଶ୍ଚିମରୁ ଅଥବା ମରୁ ପ୍ରାନ୍ତରରୁ ହୁଏ ନାହିଁ ଉନ୍ନୀତ ସମାଗମ। ବରଂ କରନ୍ତି ଯିଏ ନ୍ୟାୟ ବିଚାର ସାଧନ, ଅଟନ୍ତି ସେ ଈଶ୍ୱର, କରନ୍ତି ସେ ଜନକୁ ଅବନମିତ ଓ ଅନ୍ୟ ଜଣକୁ ଉନ୍ନୀତ। କରନ୍ତି ପ୍ରଭୁ ତାହାଙ୍କ ହସ୍ତେ ଧାରଣ, ଫେଣମୟ ତଥା ଉତ୍ତମ ରୂପେ ମିଶ୍ରିତ ଦ୍ରାକ୍ଷାରସ ଭରା ପାନପାତ୍ର। ଢାଳି ଦେବେ ସେ ସେଥିରୁ ଏକ ଢକ ଓ କରିବେ ପୃଥିବୀବାସୀ ସମସ୍ତ ଦୁଷ୍ଟଜନ ତାହା ନିଃଶେଷେ ପାନ। କିନ୍ତୁ କରିବି ମୁଁ ନିରନ୍ତର ଆନନ୍ଦ, କରିବି ମୁଁ ଯାକୋବଙ୍କ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସ୍ତୁତି ଗାନ। କରିବେ ସେ ଦୁଷ୍ଟମାନଙ୍କ ସିଂହ ସବୁ ଉଚ୍ଛେଦନ, କିନ୍ତୁ ହେବ ନୀତିନିଷ୍ଠ ବ୍ୟକ୍ତିମାନଙ୍କ ସିଂହ ସକଳ ଉନ୍ନୀତ। ଅଧ୍ୟାୟ 76। ସିୟନର ପ୍ରଶଂସା ସ୍ତୋତ୍ର। ଅଟନ୍ତି ଈଶ୍ୱର ଜୁଦାରେ ପରିଚିତ, ଇସ୍ରାଏଲରେ ନାମ ତାହାଙ୍କର ମହୋନ୍ନତ। ନିବାସ ତାହାଙ୍କର ସାଲେମରେ ପ୍ରତିଷ୍ଠିତ, ସିୟନରେ ବସତି ତାହାଙ୍କର ସଂସ୍ଥାପିତ। ବିଦ୍ୟୁତ ଝଲକ ସଦୃଶ ବେଗଗାମୀ ସ୍ୱର, ଢାଲ ଖଡ଼୍ଗ ତଥା ସମସ୍ତ ଯୁଦ୍ଧାସ୍ତ୍ରକୁ କଲେ ସେ ସେଠାରେ ଭଗ୍ନ। ଅଟ ତୁମେ ମହିମାମୟ, ଶାଶ୍ୱତ ପର୍ବତ ସକଳ ଅପେକ୍ଷା ଅଧିକ ପ୍ରତାପମୟ। ହେଲେ ବଞ୍ଚିତ ସେମାନଙ୍କ ଲୁଣ୍ଠିତ ବସ୍ତୁରୁ ନିର୍ଭୀକ ଚିତ୍ତ ବ୍ୟକ୍ତିଗଣ, ହେଲେ ସେମାନେ ନିଦ୍ରାମଗ୍ନ କରିପାରନ୍ତି ଯେପରି ସେମାନଙ୍କ ହସ୍ତ ଉତ୍ତୋଳନ, ସେଥିସକାଶେ ହେଲେ ଯୋଦ୍ଧାଗଣ ଅକ୍ଷମ। ଯାକୋବଙ୍କ ହେ ଈଶ୍ୱର, ଦେଲ ତୁମେ ଯେବେ ଧମକ, ହେଲେ ତେବେ ଉଭୟ ଅଶ୍ଵ ତଥା ଅଶ୍ୱାରୋହୀ ପ୍ରକମ୍ପନ ପୂର୍ବକ ଭୂପତିତ। କିନ୍ତୁ ଅଟ ତୁମେ ଭୟାନକ, ହୁଏ ଯଦି କ୍ରୋଧ ତୁମର ପ୍ରଜ୍ୱଳିତ, ତେବେ ତବ ସନ୍ନିଧାନେ ଠିଆ ହେବା ପାଇଁ କିଏ ବା ସକ୍ଷମ? କଲ ତୁମେ ଆକାଶ ମଣ୍ଡଳରୁ ବିଚାର ବିଧି ଉଦ୍ଘୋଷଣ, ହୁଏ ନ୍ୟାୟ ପରାୟଣତା ଯେପରି ସ୍ଥାପିତ, ହୁଅନ୍ତି ଯେପରି ସମସ୍ତ ପୃଥିବୀବାସୀ ରକ୍ଷା ପ୍ରାପ୍ତ। ହେଲେ ତ ନିମନ୍ତେ ଈଶ୍ୱର ଯେବେ ଉତ୍ଥିତ ହେଲା, ପୃଥିବୀ ତେବେ ଭୟରେ ସ୍ତମ୍ଭୀଭୂତ। କରିବ ଅବଶ୍ୟ ମାନବ କ୍ରୋଧ ତବ ସ୍ତୁତିଗାନ, ହେବେ ତୁମ କ୍ରୋଧରୁ ସମସ୍ତେ ରକ୍ଷା ପ୍ରାପ୍ତ ଓ କଟିବନ୍ଧନୀ ସଦୃଶ ତୁମ ସହ ସଂଯୁକ୍ତ। କର ପ୍ରଭୁ ତୁମ ଈଶ୍ୱରଙ୍କ ନାମେ ବ୍ରତ, ସମସ୍ତ ତୁମର ଗ୍ରହଣ। କର ସେ ସମସ୍ତ ପରିପୂରଣ, ଯାହାଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରିବା ଉଚିତ, ତାହାଙ୍କ ନିକଟକୁ ଘେନି ଆସନ୍ତି ତାହାଙ୍କ ଚତୁର୍ଦିଗସ୍ଥ ଲୋକେ ଉପହାର। କରିବ ଯିଏ ଶାସକମାନଙ୍କ ଜୀବନ ଉଚ୍ଛେଦ, ଅଟନ୍ତି ସେହି ପୃଥିବୀବାସୀ ରାଜାମାନଙ୍କ ପ୍ରତି ଭୟାନକ।
ଅଧ୍ୟାୟ 77 ବ୍ୟକ୍ତିଗତ ବିଳାପ ଗୀତି। କରେ ଉଚ୍ଚ ସ୍ୱରରେ ମୁଁ ଈଶ୍ୱରଙ୍କ ସନ୍ନିଧାନେ କ୍ରନ୍ଦନ। କରନ୍ତି ସେ ମୋତେ ଯେପରି ଶ୍ରବଣ, ତନ୍ନିମନ୍ତେ କରେ ମୁଁ ଉଚ୍ଚ ସ୍ୱରରେ ତାହାଙ୍କ ନିକଟେ ନିବେଦନ। କରେ ମୁଁ ଦୁର୍ଦ୍ଦଶା ଦିନେ ପ୍ରଭୁଙ୍କର ସନ୍ଧାନ, କରିଅଛି ମୁଁ ରାତ୍ରି ସାରା ଅକ୍ଳାନ୍ତେ ହସ୍ତ ମୋର ଉତ୍ତୋଳନ। ଆଶ୍ୱସ୍ତ ହେବା ପାଇଁ ହୁଏ ଆତ୍ମା ମୋର ଅସମ୍ମତ, କରି ଈଶ୍ୱରଙ୍କ ସମ୍ବନ୍ଧେ ଅନୁଧ୍ୟାନ କରେ ମୁଁ ରୋଦନ। କରେ ମୁଁ ଅନୁଧ୍ୟାନ ଓ ଆତ୍ମା ମୋର ହୁଏ ଅବସନ୍ନ। ଦେଇନାହଁ ତୁମେ ମୋତେ ଅନୁମତି, ମୋର ଚକ୍ଷୁ ପତାକୁ କରିବା ପାଇଁ ବନ୍ଦ। କରି ନ ପାରେ ମୁଁ ଯେପରି କଥନ, ହୋଇଛି ମୁଁ ସେହିପରି ବିଚଳିତ। କରେ ମୁଁ ଅତୀତ କାଳ ସମ୍ବନ୍ଧେ ସ୍ମରଣ, ପୁରାତନ ବର୍ଷ ସବୁକୁ କରେ ମୁଁ ଅନୁସ୍ମରଣ। ହୃଦୟ ମୋର କରେ ସାରା ରାତ୍ରି ଅନୁଧ୍ୟାନ, କରେ ଧ୍ୟାନ ପୂର୍ବକ ଆତ୍ମା ମୋର ଏହା ସନ୍ଧାନ। କରିବେ କ'ଣ ଈଶ୍ୱର ଚିରକାଳ ବ୍ୟାପୀ ପରିତ୍ୟାଗ, ହେବେ ନାହିଁ ସେ କ'ଣ ଆଉ ସୁପ୍ରସନ୍ନ। ହେଲା କ'ଣ ଚିରକାଳ ବ୍ୟାପୀ ନିରନ୍ତର ସ୍ନେହ ତାହାଙ୍କର ସ୍ଥଗିତ, ଘଟିଲା କ'ଣ ଚିରକାଳ ବ୍ୟାପୀ ପରିସମାପ୍ତି ତାହାଙ୍କର ପ୍ରତିଶ୍ରୁତି ସକଳର। ହୋଇଛନ୍ତି କ'ଣ ଈଶ୍ୱର କରୁଣା ପ୍ରଦର୍ଶନ ପାଇଁ ବିସ୍ମୃତ, କରିଛନ୍ତି ସେ କ'ଣ କ୍ରୋଧ ଯୋଗୁଁ ତାହାଙ୍କ କୃପା ରୁଦ୍ଧ। କହିଲି ମୁଁ ଏହା ହିଁ ଯେ ମୋର ଦୁଃଖ, କଲେ ନାହିଁ ପରାତ୍ପର ତାହାଙ୍କ ଦକ୍ଷିଣ ହସ୍ତକୁ ପ୍ରକାଶିତ। କରିଅଛି ମୁଁ ପ୍ରଭୁଙ୍କ ଦ୍ୱାରା ସମ୍ପାଦିତ କାର୍ଯ୍ୟ ସ୍ମରଣ, କରିବି ମୁଁ ତୁମ ଦ୍ୱାରା ପୂର୍ବରେ ସାଧିତ ଅଦ୍ଭୁତ କର୍ମ ସବୁ ଅନୁସ୍ମରଣ। କରେ ମୁଁ ତୁମ କର୍ମ ବଳି ସମ୍ବନ୍ଧେ ଅନୁଧ୍ୟାନ, କରେ ମୁଁ ତୁମ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ସମ୍ପର୍କେ ଚିନ୍ତା ଗଭୀର। ହେ ଈଶ୍ୱର, ଅଟେ ମାର୍ଗ ତୁମର ପବିତ୍ର, ଅନ୍ୟ କେଉଁ ଦେବ ଆମ ଈଶ୍ୱରଙ୍କ ସଦୃଶ ଅଟେ ମହାନ। କରନ୍ତି ଯିଏ ସାଧନ ଅଦ୍ଭୁତ କର୍ମ, ଅଟେ ସେହି ଈଶ୍ୱର ତୁମେ। ପ୍ରକାଶିତ ଅଛନ୍ତି ଯିଏ ତାହାଙ୍କ ଶକ୍ତି ଜନତା ମଧ୍ୟେ ଅଟ ସିଏ ତୁମେ। କଲା ତବ ହସ୍ତ ତବ ସ୍ୱଜନମାନଙ୍କୁ, ଯାକୁବ ଓ ଯୋସେଫଙ୍କ ସନ୍ତାନମାନଙ୍କୁ ଉଦ୍ଧାର। ହେ ଈଶ୍ୱର, ପାଇଲା ଯେବେ ସମୁଦ୍ର ତବ ଦର୍ଶନ, ପାଇଲା ଯେବେ ସାଗର ତୁମ ଦର୍ଶନ, ହେଲା ତେବେ ତାହା ପ୍ରକମ୍ପିତ, ହେଲା ଅଗାଧ କମ୍ପିତ। ମେଘମାଳା ବୃଷ୍ଟି କଲା ଜଳ, କଲା ବ୍ରଜନାଦ ଆକାଶ ମଣ୍ଡଳ, ଝଲସିଲା ଚତୁର୍ଦିଗେ ତୁମ ସ୍ୱର ସକଳ। ହେଲା ବ୍ରଜ ନିନାଦ ତୁମ ଘୂର୍ଣ୍ଣି ବାୟୁରେ ଧ୍ୱନିତ, କଲା ତୁମ ବିଦ୍ୟୁତ ଝଲକ ପୃଥିବୀକୁ ଆଲୋକିତ। ହେଲା ପୃଥିବୀ ଥରହର ପୂର୍ବକ ପ୍ରକମ୍ପିତ, ଥିଲା ସମୁଦ୍ର ମଧ୍ୟରେ ତୁମ ମାର୍ଗ ଓ ଜଳରାଶି ମଧ୍ୟରେ ତୁମ ପଥ, ତଥାପି ଥିଲା ପଦାଙ୍କ ତବ ଅଦୃଶ୍ୟ। ମୋସେସ ଓ ଆରୋନଙ୍କ ନେତୃତ୍ୱରେ ତବ ସ୍ୱଜନମାନଙ୍କୁ ମେଷପଲ ତୁଲ୍ୟ କଢ଼ାଇ ଆଣିଲ ତୁମେ। ଅଧ୍ୟାୟ 78 ଐତିହାସିକ ସାମ। ହେ ସଜନ ମୋର, ଶୁଣ ଶିକ୍ଷା ମୋର, ମୋର ମୁଖ ନିଃସୃତ ବାକ୍ୟ ପ୍ରତି ଦିଅ କାନ। କରିବି ମୁଁ ଉପମା ଜରିଆରେ କଥନ, କରିବି ମୁଁ ପ୍ରାଚୀନ ଇତିହାସ ସମ୍ବନ୍ଧୀୟ ବକ୍ତବ୍ୟ ଉଚ୍ଚାରଣ। ଶୁଣିଅଛୁ ଆମେ ତାହା ଓ ହୋଇଅଛୁ ତାହା ଅବଗତ, ଆମ କରିଅଛନ୍ତି ପିତୃପୁରୁଷଗଣ ତାହା ଆମକୁ ବିଦିତ। କରିବା ନାହିଁ ଆମେ ତାହା ସେମାନଙ୍କ ସନ୍ତାନମାନଙ୍କ ଠାରୁ ଲୁକାୟିତ। ପ୍ରଭୁଙ୍କ ଦ୍ୱାରା ସମ୍ପାଦିତ ମହିମାମୟ କାର୍ଯ୍ୟ, ଶକ୍ତି ପ୍ରକଟନ ତଥା କର୍ମାବଳୀ ଅଦ୍ଭୁତ
କରିବା ଆମେ ଆଗାମୀ ବଂଶକୁ ବିଦିତ। କଲେ ସେ ପ୍ରଧାନ ଯାକୁବଙ୍କୁ ଏକ ସାକ୍ଷ୍ୟ ପ୍ରମାଣ କଲେ ସେ ସ୍ଥାପନ ଇସ୍ରାଏଲ ମଧ୍ୟ ଏକ ବିଧିବିଧାନ ଦିଅନ୍ତି ସେମାନେ ସେ ସମ୍ବନ୍ଧେ ଯେପରି ସେମାନଙ୍କ ସନ୍ତାନମାନଙ୍କୁ ଶିକ୍ଷା ଉପଦେଶ ତନ୍ନିମନ୍ତେ ଦେଲେ ସେ ଆମ ପିତୃପୁରୁଷମାନଙ୍କୁ ଆଦେଶ ହେବେ ଆଗାମୀ ବଂଶ ଏପରିକି ଜାତ ହୋଇନଥିବା ସନ୍ତାନଗଣ ତାହା ଅବଗତ ଓ କରିବେ ସେମାନେ ସେମାନଙ୍କ ସନ୍ତାନମାନଙ୍କୁ ତାହା ବିଦିତ କରିବେ ସେମାନେ ସେହିପରି ଈଶ୍ୱରଙ୍କ ଠାରେ ଆସ୍ଥା ସ୍ଥାପନ ନ ହୋଇ ଦିବ୍ୟ କର୍ମାବଳୀ ବିସ୍ମୃତ କରିବେ ସେମାନେ ତାହାଙ୍କ ଆଜ୍ଞାବଳୀ ପାଳନ ନିଜ ନିଜ ପିତୃପୁରୁଷମାନଙ୍କ ସଦୃଶ ଆନନମନୀୟ ତଥା ବିଦ୍ରୋହୀ ବଂଶ ହେବା ସେମାନଙ୍କ ପକ୍ଷେ ଅନୁଚିତ କାରଣ ଥିଲା ସେହି ବଂଶ ଅସ୍ଥିରଚିତ ଥିଲେ ସେମାନେ ଈଶ୍ୱରଙ୍କ ପ୍ରତି ଅବିଶ୍ୱସ୍ତ ଥିଲେ ଯଦିଓ ଇପ୍ରାଇମୀୟମାନେ ଧନୁର୍ଦ୍ଧର ତଥାପି ହଟିଯାଇ କଲେ ଯୁଦ୍ଧ ଦିନେ ପଳାୟନ ହେଲେ ନାହିଁ ସେମାନେ ଈଶ୍ୱରଙ୍କ ବ୍ୟବସ୍ଥା ବିଧାନର ଅନୁଗତ ହେଲେ ସେମାନେ ତାହାଙ୍କ ବିଧାନର ଅନୁଗାମୀ ହେବା ପାଇଁ ଅସମତ ହେଲେ ସେମାନେ ତାହାଙ୍କ କର୍ମାବଳୀ ବିସ୍ମୃତ ହେଲେ ନାହିଁ ସେମାନେ ତାହାଙ୍କ ଦ୍ୱାରା ପ୍ରଦତ୍ତ ଅଦ୍ଭୁତ କର୍ମାବଳୀ ଅନୁସ୍ମୃତ ଇଜିପ୍ଟରେ ସ୍ୱାନର କ୍ଷେତରେ ସେମାନଙ୍କ ପିତୃପୁରୁଷମାନଙ୍କ ଦୃଷ୍ଟିରେ କଲେ ସେ ସାଧନ ଅଦ୍ଭୁତ କର୍ମ ହୁଅନ୍ତି ସେମାନେ ଯେପରି ଅତିକ୍ରାନ୍ତ ସେଥିସକାଶେ କଲେ ସେ ସମୁଦ୍ରକୁ ବିଭାଜନ କଲେ ସେ ଜଳକୁ ଏକ ଗଦା ସଦୃଶ ଦଣ୍ଡାୟମାନ ଦିବାକାଳେ ଏକ ମେଘ ଜରିଆରେ ଓ ରାତ୍ରିକାଳେ ଏକ ଉଜ୍ଜଳ ଆଲୋକ ମାଧ୍ୟମ କଲେ ସେ ସେମାନଙ୍କୁ ଆନୟନ କଲେ ସେ ମରୁପ୍ରାନ୍ତରର ଶୈଳକୁ ବିଭକ୍ତ କରିପାରନ୍ତି ସେମାନେ ଯେପରି ଅଗାଧ ଜଳରୁ ପାନ ସେଥିପାଇଁ ସେ କଲେ ପ୍ରଦାନ ସେମାନଙ୍କୁ ପ୍ରଚୁର ଜଳ କଲେ ସେ ଶୈଳରୁ ଜଳ ବହିର୍ଗତ କରାଇଲେ ସେ ନଦୀ ସଦୃଶ ଜଳ ପ୍ରବାହିତ ତଥାପି କଲେ ସେମାନେ ତାହାଙ୍କ ବିରୁଦ୍ଧେ ଅଧିକ ପାପ କଲେ ସେ ସେମାନେ ମରୁଭୂମିରେ ପରାତ୍ପରଙ୍କ ବିପକ୍ଷେ ବିଦ୍ରୋହ ହେଲେ ସେମାନେ ଯେଉଁ ଭୋଜନ ପାଇଁ ଲାଳାୟିତ ଦାବି କରି ତାହା କଲେ ସେମାନେ ସେମାନଙ୍କ ହୃଦୟରେ ପରୀକ୍ଷା ଈଶ୍ୱରଙ୍କୁ କଲେ ଈଶ୍ୱରଙ୍କ ବିରୁଦ୍ଧେ ସେମାନେ ଏହି କଥନ କରିପାରିବେ କ'ଣ ଈଶ୍ୱର ମରୁପ୍ରାନ୍ତରେ ଭୋଜନ ମେଜ ପ୍ରସ୍ତୁତ କଲେ ସେ ଶୈଳ ଉପରେ ଆଘାତ ଫଳରେ ହେଲା ଜଳ ନିର୍ଗତ ଓ ହେଲା ଜଳସ୍ରୋତ ଉଚ୍ଛ୍ୱସିତ କରିପାରିବେ କ'ଣ ସେ ରୁଟି ମଧ୍ୟ ପ୍ରଦାନ କିମ୍ବା କରିପାରିବେ ସେ କ'ଣ ତାହାଙ୍କ ସ୍ୱଜନମାନଙ୍କ ପାଇଁ ମାଂସ ପରିବେଷଣ ହେଲେ ଈଶ୍ୱର ଏହା ଶୁଣି କ୍ରୋଧାନ୍ୱିତ ହେଲା ଯାକୁବଙ୍କ ବିରୁଦ୍ଧେ ଏକ କ୍ରୋଧାଗ୍ନି ପ୍ରଜ୍ୱଳିତ ଇସ୍ରାଏଲ ବିପକ୍ଷେ ତାହାଙ୍କ କୋପ ହେଲା ଉତ୍ଥିତ କାରଣ କଲେ ନାହିଁ ସେମାନେ ଈଶ୍ୱରଙ୍କଠାରେ ବିଶ୍ୱାସ ସ୍ଥାପନ ଓ କଲେ ନାହିଁ ତାହାଙ୍କ ରକ୍ଷାକାରୀ ଶକ୍ତିରେ ଆସ୍ଥା ସ୍ଥାପନ ତଥାପି ଦେଲେ ସେ ଊର୍ଦ୍ଧ୍ୱ ଆକାଶକୁ ଆଦେଶ କଲେ ସେ ଆକାଶ ମଣ୍ଡଳର ସେମାନଙ୍କ ଦ୍ୱାର ସକଳ ଉନ୍ମୁକ୍ତ ସେମାନଙ୍କ ଖାଦ୍ୟ ପାଇଁ କଲେ ସେ ମାନ୍ନା ବର୍ଷଣ କଲେ ସେ ସେମାନଙ୍କୁ ସ୍ୱର୍ଗୀୟ ଶସ୍ୟ ପ୍ରଦାନ କଲା ମନୁଷ୍ୟ ଦେବଦୂତମାନଙ୍କ ଖାଦ୍ୟ ଭୋଜନ କଲେ ସେ ସେମାନଙ୍କ ପାଇଁ ପ୍ରଚୁର ଆହାର ପ୍ରେରଣ କରାଇଲେ ସେ ପୂର୍ବୀୟ ବାୟୁକୁ ନଭମଣ୍ଡଳରେ ପ୍ରବାହିତ ଓ କରାଇଲେ ସେ ତାହାଙ୍କ ଶକ୍ତି ଦ୍ୱାରା ଦକ୍ଷିଣ ବାୟୁକୁ ଆନିତ କଲେ ସେ ସେମାନଙ୍କ ଉପରେ ଧୂଳି ସଦୃଶ ମାଂସ ବର୍ଷଣ ଓ କଲେ ସେ ପକ୍ଷ ବିଶିଷ୍ଟ ପକ୍ଷୀମାନଙ୍କୁ
ସମୁଦ୍ରର ବାଲୁକା ପରି ବର୍ଷଣ। ଛାଉଣି ସେମାନଙ୍କ ମଧ୍ୟରେ ଓ ଆବାସ ସକଳ ସେମାନଙ୍କ ଚତୁଃପାର୍ଶ୍ୱେ କଲେ ସେ ସମସ୍ତକୁ ନିପତିତ କରି ଭୋଜନ ହେଲେ ସେମାନେ ପରିତୃପ୍ତ, ଯାହା ପ୍ରତି ହେଲେ ସେମାନେ ଲୋଭାସକ୍ତ କଲେ ସେମାନଙ୍କୁ ତାହା ପ୍ରଦାନ। କିନ୍ତୁ ଲୋଲୁପତା ସେମାନଙ୍କର ପରିତୃପ୍ତ ହେବା ପୂର୍ବେ ସେହି ଖାଦ୍ୟ ଆହୁରି ସେମାନଙ୍କ ମୁଖେ ଥିବାବେଳେ ହେଲା ସେମାନଙ୍କ ବିରୁଦ୍ଧେ ଈଶ୍ୱରଙ୍କ କୋପାନଳ ପ୍ରଜ୍ୱଳିତ କଲେ ସେମାନଙ୍କ ମଧ୍ୟରୁ ଶକ୍ତିଶାଳୀମାନଙ୍କୁ ନିଧନ କଲେ ଇସ୍ରାଏଲର ଯୁଦ୍ଧ ପ୍ରବୀଣମାନଙ୍କୁ ସଂହାର। ଏହା ସତ୍ତ୍ୱେ କଲେ ସେମାନେ ପୁନରାୟ ପାପ, ଯାହାଙ୍କ ଦ୍ୱାରା ସମ୍ପାଦିତ ଅଦ୍ଭୁତ କର୍ମ ଦେଖି ମଧ୍ୟ କଲେ ନାହିଁ ସେମାନେ ବିଶ୍ୱାସ। ସୁତରାଂ କଲେ ସେମାନଙ୍କ ଦିନ ସବୁକୁ ଶ୍ୱାସ ବାୟୁ ସଦୃଶ ସମାପ୍ତ ହେଲା, ସେମାନଙ୍କ ବର୍ଷ ସକଳ ଭୟରେ ଅଭିଭୂତ କଲେ ଯେବେ ସେମାନଙ୍କୁ ବଦ୍ଧ କଲେ ତେବେ ସେମାନେ ତାହାଙ୍କର ଅନ୍ୱେଷଣ ହୋଇ ଅନୁତପ୍ତ କଲେ ଈଶ୍ୱରଙ୍କୁ ସେମାନେ ଏକନିଷ୍ଠ ଭାବେ ସନ୍ଧାନ ଅଟନ୍ତି। ଈଶ୍ୱର ଶୈଳ ସେମାନଙ୍କର କଲେ ସେମାନେ ସ୍ମରଣ ଯେ ଅଟନ୍ତି ପରାତ୍ପର ଈଶ୍ୱର ଉଦ୍ଧାରକର୍ତ୍ତା ସେମାନଙ୍କର। ତଥାପି ଥିଲା ସେମାନଙ୍କ ମୁଖ ନିଃସୃତ ସ୍ତବ ଗୀତି ଚାଟୁବାକ୍ୟ, ମିଥ୍ୟା ଥିଲା ସେମାନଙ୍କ ଜିହ୍ୱା ପ୍ରସ୍ତୁତ ବଚନ। ହୃଦୟ ସେମାନଙ୍କର ହୋଇ ରହିଲା ନାହିଁ ତାହାଙ୍କ ସହ ସଂଲଗ୍ନ କଲେ ନାହିଁ ସେମାନେ ତାହାଙ୍କ ବ୍ୟବସ୍ଥା ବିଧାନ ପ୍ରତି ବିଶ୍ୱସ୍ତତା ପାଳନ। ତଥାପି କଲେ ସେ କ୍ଷମା ସଦୟ ସେମାନଙ୍କ ଦୋଷ କଲେ ନାହିଁ ସେମାନଙ୍କୁ ବିନାଶ କଲେ ବହୁବାର ତାହାଙ୍କ କ୍ରୋଧ ନିୟନ୍ତ୍ରଣ କଲେ ନାହିଁ ତାହାଙ୍କ କ୍ରୋଧ ଉଦ୍ରେକ କଲେ ସ୍ମରଣ ଅଟନ୍ତି ସେମାନେ କେବଳ ମାଂସ ମାତ୍ର, ଫେରି ଆସି ପାରୁନଥିବା ବାୟୁ ମାତ୍ର କଲେ ସେମାନେ ମରୁ ପ୍ରାନ୍ତରେ ତାହାଙ୍କ ବିରୁଦ୍ଧେ କେତେ ଥର ବିଦ୍ରୋହ କଲେ ତାହାଙ୍କୁ କେତେ ଥର ମରୁଭୂମିରେ ଦୁଃଖିତ କଲେ ସେମାନେ ଈଶ୍ୱରଙ୍କୁ ପରୀକ୍ଷା ବାରମ୍ବାର କରାଇଲେ ଈଶ୍ୱରଙ୍କ ପବିତ୍ରତମକୁ କୁପିତ। ଶକ୍ତି ପ୍ରଭାବ ତାହାଙ୍କ ସମ୍ବନ୍ଧେ କିମ୍ବା ଶତ୍ରୁମାନଙ୍କଠାରୁ ସେମାନଙ୍କୁ ମୁକ୍ତ କରିଥିବା ଦିବସ ସମ୍ପର୍କେ କଲେ ନାହିଁ ସେମାନେ ସ୍ମରଣ। ଇଜିପ୍ଟରେ ତାହାଙ୍କ ଦ୍ୱାରା ସମ୍ପାଦିତ ନିଦର୍ଶନାବଳୀ ଓ ସୋଆନର କ୍ଷେତରେ ତାହାଙ୍କ ଦ୍ୱାରା ସାଧିତ ଅଦ୍ଭୁତ କର୍ମାବଳୀ ସମ୍ବନ୍ଧେ କଲେ ନାହିଁ ସେମାନେ ସ୍ମରଣ। କଲେ ସେମାନଙ୍କ ନଦୀଗୁଡ଼ିକୁ ରକ୍ତରେ ପରିଣତ, ସୁତରାଂ ହେଲେ ସେମାନେ ଜଳସ୍ରୋତରୁ ପାନ କରିବା ପାଇଁ ଅସମର୍ଥ। ପଠାଇଲେ ସେମାନଙ୍କ ମଧ୍ୟକୁ ପତଙ୍ଗ ଦଳ, କଲା ତାହା ସେମାନଙ୍କୁ ଗ୍ରାସ କଲେ ମଣ୍ଡୁକ ସବୁକୁ ପ୍ରେରଣ କଲେ ସମସ୍ତ ସେମାନଙ୍କୁ ବିନାଶ। ସମ୍ବାଳୁଆ ପ୍ରତି ସେମାନଙ୍କ ଫସଲ ଓ ପଙ୍ଗପାଳ ପ୍ରତି ସେମାନଙ୍କ ପରିଶ୍ରମର ଫଳକୁ କଲେ ସମର୍ପଣ। କରକାପାତ ଦ୍ୱାରା ସେମାନଙ୍କ ଦ୍ରାକ୍ଷା ଉଦ୍ୟାନ ଓ ତୁଷାର ଦ୍ୱାରା ସେମାନଙ୍କ ସିକାମର ବୃକ୍ଷ ସକଳ କଲେ ବିନାଶ। କରକାପାତ ପ୍ରତି ସେମାନଙ୍କ ପଶୁପଲ ଓ ବଜ୍ରାଘାତ ପ୍ରତି ସେମାନଙ୍କ ମେଷପଲ କଲେ ସମର୍ପଣ। ତାହାଙ୍କ କ୍ରୋଧର ଉଗ୍ରତା କୋପ ରସ ସଙ୍କଟ ରୂପ ସଂହାରକ ଦୂତମାନଙ୍କ ଏକ ଦଳକୁ କଲେ ସେମାନଙ୍କ ମଧ୍ୟକୁ ପ୍ରେରଣ। ତାହାଙ୍କ କ୍ରୋଧ ସକାଶେ କଲେ ପ୍ରସ୍ତୁତ ଏକ ପଥ କଲେ ନାହିଁ ସେମାନଙ୍କୁ ମୃତ୍ୟୁ କବଳରୁ ମୁକ୍ତ, ବରଂ ମହାମାରୀ କବଳରେ କଲେ ସେମାନଙ୍କ ଜୀବନ ସମର୍ପଣ। ଇଜିପ୍ଟର ପ୍ରଥମ ଜାତ ସମସ୍ତ ଓ
ଆମର ଶିବିରବାସୀମାନଙ୍କ ପୁରୁଷତ୍ୱର ପ୍ରଥମ ଫଳକୁ କଲେ ସେ ସଂହାର। କିନ୍ତୁ କଲେ ସେ ତାହାଙ୍କ ସ୍ୱଜନମାନଙ୍କୁ ମେଷପଲ ତୁଲ୍ୟ ବହିର୍ଗତ ଓ କଲେ ସେ ମରୁପ୍ରାନ୍ତରରେ ସେମାନଙ୍କୁ ମେଷପଲ ତୁଲ୍ୟ ଆନୟନ। କଲେ ସେ ସେମାନଙ୍କୁ ସୁରକ୍ଷିତାବସ୍ଥାରେ ଆନୟନ। ସୁତରାଂ ହେଲେ ନାହିଁ ସେମାନେ ଭୀତ, କିନ୍ତୁ କଲା ସମୁଦ୍ର ସେମାନଙ୍କ ଶତ୍ରୁମାନଙ୍କୁ ଆଚ୍ଛାଦିତ। ତାହାଙ୍କ ପବିତ୍ର ଦେଶକୁ ତାହାଙ୍କ ଦକ୍ଷିଣ ହସ୍ତେ ଅଧିକୃତ ଏହି ପର୍ବତକୁ କଲେ ସେ ସେମାନଙ୍କୁ ଆନୟନ। କଲେ ସେ ଜାତିଗଣଙ୍କୁ ସେମାନଙ୍କ ସମ୍ମୁଖରୁ ବିତାଡ଼ିତ। ସେମାନଙ୍କ ନିମନ୍ତେ କଲେ ସେ ବିଭାଜନ ଏକ ଅଧିକାରାଂଶ କରାଇଲେ ଇସ୍ରାଏଲୀୟ ଗୋଷ୍ଠୀ ସକଳକୁ ସେମାନଙ୍କ ଶିବିର ଗୁଡ଼ିକରେ ଅବସ୍ଥାପିତ। ତଥାପି କଲେ ସେମାନେ ପରାତ୍ପର ଈଶ୍ୱରଙ୍କୁ ପରୀକ୍ଷା ତଥା ବିଦ୍ରୋହ ଓ କଲେ ନାହିଁ ସାକ୍ଷ୍ୟ ପ୍ରମାଣ ସକଳ ତାହାଙ୍କର ପାଳନ। ଗଲେ ଅହରି ଯେପରି ଈଶ୍ୱରଙ୍କ ସମୀପରୁ ସେମାନଙ୍କ ପିତୃପୁରୁଷ ଗଣ କଲେ ସେମାନଙ୍କ ପିତୃପୁରୁଷମାନେ ଯେପରି ସାଧନ ଦୂରେଇ ଯାଇ ଈଶ୍ୱରଙ୍କ ସମୀପରୁ କଲେ ସେମାନେ ସେହିପରି ଅବିଶ୍ୱସ୍ତ ଆଚରଣ ହରାଇଲେ ଲକ୍ଷ୍ୟ ସେମାନେ ପ୍ରବଞ୍ଚକ ଧନୁ ସଦୃଶ୍ୟ। ସେମାନଙ୍କ ଉଚ୍ଚ ପୂଜାସ୍ଥଳୀ ଜରିଆରେ କରାଇଲେ ସେମାନେ ତାହାଙ୍କୁ କୁପିତ। ସେମାନଙ୍କ ଖୋଦିତ ପିତୁଳା ସମୂହ ମାଧ୍ୟମରେ କରାଇଲେ ସେମାନେ ତାହାଙ୍କୁ ଈର୍ଷାନ୍ୱିତ। ଶୁଣି ଏହା ହେଲେ ଈଶ୍ୱର କ୍ରୁଦ୍ଧ କଲେ ସେ ଇସ୍ରାଏଲକୁ ସମ୍ପୂର୍ଣ୍ଣ ରୂପେ ଅଗ୍ରାହ୍ୟ। ସୁତରାଂ ମାନବ ଜାତି ମଧ୍ୟରେ ତାହାଙ୍କ ନିବାସ ସ୍ୱରୂପ ତାହାଙ୍କ ଦ୍ୱାରା ଯାହା ମନୋନୀତ ଶିଲସ୍ଥିତ ସେହି ତାହାଙ୍କର ଶିବିର କଲେ ସେ ପରିତ୍ୟାଗ। ତାହାଙ୍କ ଶକ୍ତିକୁ ଦାସତ୍ୱରେ ଓ ତାହାଙ୍କ ମହତ୍ତ୍ୱକୁ ଶତ୍ରୁ ହସ୍ତେ କଲେ ସେ ସମର୍ପଣ। ଯେପରି ଖଡ଼୍ଗ ମୁଖେ ହୁଅନ୍ତି ତାହାଙ୍କ ସ୍ୱଜନମାନେ ପତିତ, ସେଥିପ୍ରତି କଲେ ସେ ସେମାନଙ୍କୁ ସମର୍ପଣ। ତାହାଙ୍କ ଅଧିକାରାଂଶ ଉପରେ କଲେ ସେ କ୍ରୋଧ ବର୍ଷଣ। କଲା ଅଗ୍ନି ସେମାନଙ୍କ ଯୁବାମାନଙ୍କୁ ଗ୍ରାସ କଲେ ନାହିଁ ସେମାନଙ୍କୁ ଯୁବତୀମାନେ କୌଣସି ବିବାହ ଗୀତି ଗାନ। ହେଲେ ସେମାନଙ୍କ ଯାଜକ ବୃନ୍ଦ ଖଡ଼୍ଗରେ ନିପତିତ କଲେ ନାହିଁ ଗାନ ସେମାନଙ୍କ ବିଧବାଗଣ କୌଣସି ବିଳାପ ଗୀତି। ଦ୍ରାକ୍ଷାରସ ପାନ କରି ଚିତ୍କାର କରିଥିବା ଏକ ଶକ୍ତିଶାଳୀ ଲୋକ ସଦୃଶ୍ୟ ନିଦ୍ରା ତ୍ୟାଗ କରିଥିବା ବ୍ୟକ୍ତି ତୁଲ୍ୟ ହେଲେ ପ୍ରଭୁ ସେ ସମୟେ ଉତ୍ଥିତ। କଲେ ସେ ତାହାଙ୍କ ବିରୋଧୀମାନଙ୍କୁ ପରାଜିତ, କଲେ ସେ ସେମାନଙ୍କୁ ଚିରକାଳ ଅପମାନିତ। କଲେ ସେ ଯୋସେଫଙ୍କ ଶିବିର ପରିତ୍ୟାଗ କଲେ ନାହିଁ ସେ ଏଫ୍ରାଇମଙ୍କ ଗୋଷ୍ଠୀକୁ ମନୋନୀତ। କିନ୍ତୁ ଯୁଦା ଗୋଷ୍ଠୀ ଓ ତାହାଙ୍କ ସ୍ନେହ ପାତ୍ର ସିୟନ ପର୍ବତକୁ କଲେ ସେ ମନୋନୀତ। ସୁଉଚ୍ଚ ନଭମଣ୍ଡଳ ତୁଲ୍ୟ ଚିରକାଳ ବ୍ୟାପୀ ତାହାଙ୍କ ଦ୍ୱାରା ସଂସ୍ଥାପିତ ଧରାଧାମ ସଦୃଶ୍ୟ କଲେ ସେ ତାହାଙ୍କ ଆଳୟ ନିର୍ମାଣ। କଲେ ସେ ତାହାଙ୍କ ଦାସ ଦାବିଦଙ୍କୁ ମନୋନୀତ। ମେଷଶାଳା ମଧ୍ୟରୁ କଲେ ସେ ତାହାଙ୍କୁ ଆହ୍ୱାନ। ହୁଅନ୍ତି ସେ ଯେପରି ତାହାଙ୍କ ସ୍ୱଜନ ଯାକୋବ ଓ ତାହାଙ୍କ ଉତ୍ତରାଧିକାର ଇସ୍ରାଏଲ ମେଷପାଳକ ତନ୍ନିମନ୍ତେ ସ୍ତନ୍ୟଦାୟିନୀ ସ୍ତ୍ରୀ ମେଷମାନଙ୍କ ପ୍ରତିପାଳନ କାର୍ଯ୍ୟରୁ କଲେ ସେ ତାହାଙ୍କୁ ଆହ୍ୱାନ। କଲେ ସେ ସେମାନଙ୍କୁ ନୀତିନିଷ୍ଠ ହୃଦୟରେ ଚାରଣ କଲେ ସେ ସେମାନଙ୍କୁ ଦକ୍ଷ ହସ୍ତେ ପଥ ପ୍ରଦର୍ଶନ।